ସନ୍ଥ କବୀର ପଞ୍ଚଦଶ ଶତାବ୍ଦୀର ଶେଷ ଭାଗରେ ବାରାଣାସୀର ଏକ ଛୋଟ ଗ୍ରାମରେ କବୀର ଜନ୍ମଗ୍ରହଣ କରିଥିଲେ। କିମ୍ବଦନ୍ତୀ ଅନୁସାରେ କୌଣସି ଏକ ବିଧବା ବ୍ରାହ୍ମଣୀର ସନ୍ତାନ ଥିଲେ କବୀର। ସମାଜର ଭୟରେ ବ୍ରାହ୍ମଣୀ ସଦ୍ୟଜାତ ଶିଶୁପୁତ୍ରଟିକୁ ଗୋଟିଏ ପୁଷ୍କରିଣୀ ନିକଟରେ ଛାଡ଼ି ଯାଇଥିଲେ। ବୀରୁ ନାମକ ଜଣେ ମୁସଲମାନ ତନ୍ତୀ ପୁତ୍ରଟିକୁ ପାଇ ତାର ନାମ ଦେଇଥିଲେ କବୀର ଓ ତାଙ୍କୁ ପୁତ୍ର ଭାବରେ ଲାଳନ ପାଳନ କରିଥିଲେ। ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ତାଙ୍କର ଧର୍ମଭାବ ଜାତ ହୋଇଥିଲା। ମୁସଲମାନ ହୋଇ ମଧ୍ୟ ସେ ରାମାନନ୍ଦଙ୍କ ଶିଷ୍ୟ ହୋଇ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। କିଛି ଦିନ ବିତିଲା ପରେ ସେ ନିଜସ୍ୱ ମତ ପ୍ରଚାର କରି ସମାଜରେ ପରିବର୍ତ୍ତନ ଆଣିଥିଲେ। ହିନ୍ଦୁ ଓ ମୁସଲମାନ ସମସ୍ତେ ଏହାକୁ ଗ୍ରହଣ କରିଥିଲେ। ରାମ ଓ ଆଲ୍ଲା ଏକ ବୋଲି ସେ କହୁଥିଲେ। ବହୁ ହିନ୍ଦୁ ଓ ମୁସଲମାନ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ସେ ଦେହତ୍ୟାଗ କରିଥିଲେ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ। ତାଙ୍କର ମୃତ୍ୟୁ ସମ୍ବନ୍ଧରେ ଏକ ପ୍ରବାଦ ଅଛି। ମୃତ ଶବକୁ ହିନ୍ଦୁ ଶିଷ୍ୟମାନେ ପୋଡ଼ିବାକୁ ବସିଲେ, କିନ୍ତୁ ମୁସଲମାନ ଶିଷ୍ୟମାନେ କବର ଦେବାକୁ ବସିଲେ। ଶେଷରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହେଲା। କିଛି ସମୟ ଗଲା ପରେ ଶବ ଦେହରୁ ବସ୍ତ୍ର କାଢ଼ି ଦେଖିଲା ବେଳକୁ ଶବ ବଦଳରେ ଗୋଟିଏ ଫୁଲ ରହିଅଛି। ସେଥିରୁ ହିନ୍ଦୁ ଶିଷ୍ୟମାନେ ଅଧେ ନେଇ ଦାହ କଲେ ଏବଂ ସେହି ଫୁଲର ଦାହ ଭସ୍ମକୁ ସେ ସ୍ଥାନରେ ନିହିତ କରି ତାର ନାମ କବୀର ଚୋରି ରଖିଲେ। ମୁସଲମାନ ଶିଷ୍ୟମାନେ ଅବଶିଷ୍ଟ ଅର୍ଦ୍ଧେକ ଫୁଲ ନେଇ କବୀରଙ୍କ ଜନ୍ମସ୍ଥାନରେ କବର କରି ତାହା ଉପରେ କବର ନିର୍ମାଣ କଲେ। କବୀର ତାଙ୍କ ରଚନା ମାଧ୍ୟମରେ ଲୋକମାନଙ୍କୁ ବହୁ ଉପଦେଶ ଓ ଶିକ୍ଷା ଦେଇଯାଇଛନ୍ତି। ସନ୍ଥ କବି କବୀରଙ୍କ ବାଣୀ। ମାଛ ଯେପରି ପାଣିକୁ, ଲୋଭୀ ଧନକୁ ଓ ମାତା ପୁତ୍ରକୁ ଭଲ ପାଏ, ସେହିପରି ପ୍ରକୃତ ଭକ୍ତ ଭଗବାନଙ୍କୁ ଭଲ ପାଏ। କୂପରୁ ପାଣି କାଢ଼ୁଥିବା ଲୋକର ଧ୍ୟାନ ଯେପରି କ୍ଷୁଦ୍ର ଘଟ ଉପରେ ନିବଦ୍ଧ ଥାଏ, ସେହିପରି ତୁମର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଉଚିତ। ଦିନେ ନା ଦିନେ ଆମକୁ ମରିବାକୁ ହେବ। ଏ ମର ଶରୀର ମାଟିରେ ମିଶିଯିବ। ସେଥିପାଇଁ ପୂର୍ବରୁ ଭଗବାନଙ୍କ ଭଜନ ଓ ସାଧୁସେବା କରିବା ଉଚିତ। ଧର୍ମର ମୂଳବସ୍ତୁ ହେଉଛି ଦୟା। ଦୟା କରିବାରେ ଧର୍ମ ପାଳିତ ହୁଏ। ଲୋଭ କରିବା ଦ୍ୱାରା ପାପ ଅର୍ଜନ କରାଯାଏ। ହୃଦୟରେ କ୍ଷମାଭାବ ଧାରଣ କର, ତାହେଲେ ଭଗବାନଙ୍କର ଭକ୍ତ ହୋଇପାରିବ। ଭଗବାନଙ୍କ ନିର୍ଦ୍ଦେଶରେ ଯାହାକୁ ଯେଉଁ ପରିମାଣରେ ସୁଖ ଦୁଃଖ ଭୋଗ କରିବାକୁ ଅଛି, ସେ ସେତିକି ପରିଣାମରେ ଭୋଗ କରେ। ଯଦି ତୁମ ପ୍ରତି କେହି ଖରାପ ବ୍ୟବହାର କରୁଥାଏ, ତୁମେ ତା ପ୍ରତି ଭଲ ବ୍ୟବହାର କର। ତୁମର ଭଲ ପୁଣ୍ୟର ଫଳ ତୁମକୁ ନିଶ୍ଚୟ ମିଳିବ। କାହାରିକୁ ଛୋଟ ମନେକରି ଅନାଦର କରିବା ଉଚିତ ନୁହେଁ। ତୁମ ଆସିବା ବାଟରେ ଯିଏ କଣ୍ଟା ପକାନ୍ତି, ତୁମେ ତାଙ୍କ ଆସିବା ବାଟରେ ଫୁଲ ପକାଅ। ଯଦି ସୁଖ ସମୟରେ ମଣିଷ ଭଗବାନଙ୍କୁ ସ୍ମରଣ କରେ ଓ ତାଙ୍କର ନିର୍ଦ୍ଦେଶ ମାନି ଚଳେ, ତେବେ ଦୁଃଖ କେବେହେଲେ ତା ପାଖକୁ ଆସିପାରିବ ନାହିଁ। ଯେପରି ଅଗ୍ନିଶିଖା ଶୁଷ୍କ ତୃଣଖଣ୍ଡମାନ ପୋଡ଼ି ପାଉଁଶ କରିଦିଏ, ସେହିପରି ହୃଦୟର ସହିତ ଭଗବାନଙ୍କ ନାମ ସ୍ମରଣ କଲେ ସମସ୍ତ ପାପ ନାଶ ହୁଏ।